ଛଅମହୁଚ ରାଣୀ ବଜାର କମଳା ଜୁଏଲରୁ ତାଲା ଭାଙ୍ଗି ଚୋରି। ଗତକାଲି ବିଳମ୍ବିତ ରାତିରେ ଗହଣା ଦୋକାନର ତାଲା ଭାଙ୍ଗି କୌଣସି ଦୁର୍ବୃତ୍ତ ନଗଦ ଟଙ୍କା ଓ ଗହଣା ଲୁଟ୍ କରି ନେଇଯାଇଛନ୍ତି। ସୂଚନା ଅନୁସାରେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋପୀମୋହନପୁର ପଞ୍ଚାୟତର ଛଅମଉଜ ସ୍ଥିତ ରାଣୀ ବଜାର କମଳା ଜୁଏଲରୁ ବିଳମ୍ବିତ ରାତିରେ ତାଲା ଭାଙ୍ଗି କୌଣସି ଦୁର୍ବୃତ୍ତ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ସବୁଦିନ ପରି କମଳା ଜୁଏଲାରୀ ମାଲିକ ତଥା ଚୋରମାର ଗ୍ରାମ ନିବାସୀ ସନ୍ତୋଷ କୁମାର କମିଳା ଗତକାଲି ରାତି 8:30 ସମୟରେ ବନ୍ଦ କରି ଘରକୁ ଆସିଥିଲେ। ଆଜି ସକାଳ 7ଟା ସମୟରେ ଉକ୍ତ ଦୋକାନର ପାଖ ଦୋକାନୀ ତାଲା ଭାଙ୍ଗା ହୋଇଥିବା ଦେଖି ଗହଣା ଦୋକାନୀଙ୍କୁ ଫୋନ୍ କରି ଜଣାଇଥିଲେ। ସଙ୍ଗେ ସଙ୍ଗେ ଦୋକାନୀ ଆସି ଦେଖିଲେ 5ଟି ତାଲା ଭଙ୍ଗା ଯାଇଛି। ପ୍ରଥମେ ଦୁର୍ବୃତ୍ତମାନେ ଦୋକାନର ଉପର ଏଜବେଷ୍ଟର ଚାଳ ଭାଙ୍ଗିଥିବା ବେଳେ ତଳେ ଲୁହାର ଜାଲି ଥିବାରୁ ପ୍ରବେଶ କରିନପାରି ତଳକୁ ଆସି ମୁଖ୍ୟ ତାଲା ଭାଙ୍ଗିବା ସହ ଅନ୍ୟ 4ଟି ତାଲା ଭାଙ୍ଗି ନଗଦ 25ରୁ 30,000 ଟଙ୍କା ଓ ସୁକେଶରେ ଥିବା 800 ଗ୍ରାମରୁ 1 କିଗ୍ରା ରୂପା ଗହଣା ନେଇଯାଇଛନ୍ତି। ସୁନା ଗହଣା ଥିବା ଲକରଟି ଚେଷ୍ଟା କରି ମଧ୍ୟ ବିଫଳ ହେବାରୁ ସୁନା ଅଳଙ୍କାର ନେଇପାରିନାହାନ୍ତି। ପରେ ଦୋକାନୀ ଶ୍ରୀ କମିଳା ଜଳେଶ୍ୱର ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ସଙ୍ଗେ ସଙ୍ଗେ ଜଳେଶ୍ୱର ଏସ୍ଡିପିଓ ଦିଲ୍ଲୀପ କୁମାର ସାହୁ, ଜଳେଶ୍ୱର ଥାନାର ଏସ୍ଆଇ ନୀଳକଣ୍ଠ ପୃଷ୍ଟି ଓ ଅନ୍ୟ ପୋଲିସ ବାହିନୀ 3 ଜଣିଆ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଆସି ତନଖାନ କରୁଥିବା ବେଳେ ଜଳେଶ୍ୱର ଥାନା ପକ୍ଷରୁ 106/25 ନମ୍ବର କେସ୍ ରୁଜୁ କରି ଅଧିକ ତଦନ୍ତ କରୁଛି ପୋଲିସ। ଜଳେଶ୍ୱରରୁ ମନୋଜ କୁମାର ଭୂୟାଙ୍କ ରିପୋର୍ଟ, ଅପରାହ୍ନ ଲାଇଭ୍।